ଅଧିକ ପରିଶ୍ରମ କରିଲେ କେବେ ମଣିଷ ମରି ନଥାଏ ଆଜ୍ଞା। କେବଳ ଚିନ୍ତା ହିଁ ତାକୁ ଶୀଘ୍ର ମାରି ଦେଇଥାଏ। ସେଥିପାଇଁ ତ କୁହାଯାଇଛି, ଯାହା ହେବାର ଅଛି ତା ନିଶ୍ଚୟ ହେବ, ଯାହା ଘଟିବାର ଅଛି ତା ନିଶ୍ଚୟ ଘଟିବ, ଆଉ ଯାହା ହେବାର ନାହିଁ ତା କେବେ ବି ହେବ ନାହିଁ। ଏହି ସତ୍ୟକୁ ଯେଉଁ ବ୍ୟକ୍ତି ହୃଦୟରେ ମାନି ନେଇଥାନ୍ତି ନା, ସେ ବ୍ୟକ୍ତି କେବେ ବି ଚିନ୍ତିତ କି ଦୁଃଖିତ ହୋଇନଥାନ୍ତି। କେବଳ କର୍ମ କରି ଚାଲିଥାନ୍ତି। କାରଣ କର୍ମ ହିଁ ଭଗବାନ, କର୍ମ ହିଁ ନିଜର ପରିଚୟ ସୃଷ୍ଟି କରେ। ଭଲ କର୍ମ ନ କରିଲେ ଆପଣ ଯେତେ ଉଚ୍ଚ ପଦସ୍ଥ ହେଉଥାନ୍ତି ନା କାହିଁକି, ଆପଣଙ୍କୁ କେହି ପଚାରିବେ ନାହିଁ। ଆମର ସମସ୍ତ ଅର୍ଜନ କରିଥିବା ସମ୍ପତ୍ତିକୁ ଆମେ ଅନ୍ୟ ସହ ଭାଗବାଣ୍ଟ କରିପାରିବା, କିନ୍ତୁ ଆମେ କରିଥିବା କର୍ମକୁ କାହାରି ସହିତ ବାଣ୍ଟି ପାରିବା ନାହିଁ। ଆମେ ଯାହା ବି କରିବା ଭଲ କର୍ମ ହିଁ କରିବା। ଆମ ଦ୍ୱାରା କରାଯାଇଥିବା କର୍ମକୁ କେବଳ ଆମକୁ ହିଁ ଭୋଗିବାକୁ ପଡ଼ିଥାଏ ଆଜ୍ଞା। ଏଣୁ କର୍ମ କରିବା ଆଗରୁ ତାର ପରିଣତିକୁ ଆମେ ଭଲ ଭାବରେ ବୁଝିବା ଉଚିତ। ନହେଲେ ଆମ ପାଖରେ ଟଙ୍କା, ପଇସା, ଗାଡ଼ି, ଘର ସବୁ କିଛି ଥିବ, କିନ୍ତୁ କର୍ମ ହିଁ ତା ଭୋଗ କରିବାକୁ ଦେବ ନାହିଁ। ସେଥିପାଇଁ ସମୟ ଥାଉ ଥାଉ ଭଲ କର୍ମ କରିବା। କର୍ମ ବିନା ଏ ସଂସାରର ଆମର ମୂଲ୍ୟ କିଛି ନାହିଁ। କାରଣ ଆମେ ହିଁ ଶ୍ରେଷ୍ଠ ପ୍ରାଣୀ, ମଣିଷ ହିଁ ଏ ସମାଜର ଶ୍ରେଷ୍ଠ ପ୍ରାଣୀ।